ଜୟ ଜଗନ୍ନାଥ। ଶ୍ରୀମଦ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଅର୍ଥାତ୍ ସାଂଖ୍ୟ ଯୋଗର 11ତମ ଶ୍ଲୋକ ସମ୍ପୂର୍ଣ୍ଣ ଅର୍ଥ ସହ। ଚିନ୍ତାମଗ୍ନ ଅର୍ଜୁନ ଯେତେବେଳେ ଭଗବାନଙ୍କର ଶରଣ ନେଇ ନିଜର ଦାରୁଣ ଶୋକ ନିବୃତ୍ତିର ଉପାୟ ପଚାରିଲେ ଏବଂ କହିଲେ ଯେ ଇହଲୋକ ଓ ପରଲୋକର ରାଜ୍ୟ ସୁଖ ବି ଉକ୍ତ ଶୋକ ନିବୃତ୍ତର ଉପାୟ ହୋଇପାରେ ନା, ସେତେବେଳେ ଅର୍ଜୁନଙ୍କୁ ଅଧିକାରୀ ବୋଲି ବୁଝି ତାଙ୍କର ଶୋକ ଓ ମୋହର ଚିରନ୍ତନ ନିବୃତ୍ତି ପାଇଁ ଭଗବାନ ପ୍ରଥମେ ନିତ୍ୟ ଓ ଅନିତ୍ୟ ବସ୍ତୁର ବିବେଚନାପୂର୍ବକ ସାଂଖ୍ୟ ଯୋଗ ଦୃଷ୍ଟିରୁ ଯୁଦ୍ଧ କରିବା ଉଚିତ ବୋଲି ପ୍ରତିପାଦିତ କରି ସାଂଖ୍ୟ ନିଷ୍ଠା ବର୍ଣ୍ଣନା କରୁଛନ୍ତି। ଶ୍ରୀ ଭଗବାନ ଉବାଚ ମନ୍ତ୍ର ଆଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ଗତାସୁ ନ ଗତାସୁଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ। ଅର୍ଥାତ୍ ଶ୍ରୀ ଭଗବାନ କହିଲେ, ହେ ଅର୍ଜୁନ, ଯାହାଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ ସେମାନଙ୍କ ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ପରି କଥା କହୁଛ, କିନ୍ତୁ ଯାହାଙ୍କର ପ୍ରାଣ ଚାଲିଯାଇଛି ସେମାନଙ୍କ ପାଇଁ ଏବଂ ଯାହାଙ୍କର ପ୍ରାଣ ଯାଇନାହିଁ ସେମାନଙ୍କ ପାଇଁ ମଧ୍ୟ ପଣ୍ଡିତମାନେ ଶୋକ କରନ୍ତି ନାହିଁ। ପ୍ରଶ୍ନ, ଅର୍ଜୁନଙ୍କର କେଉଁ କଥାକୁ ଲକ୍ଷ୍ୟ କରି ଭଗବାନ କହିଲେ ଯେ ଯେଉଁମାନଙ୍କ ପାଇଁ ଶୋକ ନ କରିବା କଥା ଅର୍ଜୁନ ସେମାନଙ୍କ ପାଇଁ ଶୋକ କରୁଛନ୍ତି? ଉତ୍ତର, ଦୁଇ ସେନାଙ୍କ ମଧ୍ୟରେ ନିଜର ସାନ ବାପା, ବଡ଼ ବାପା, ବନ୍ଧୁବାନ୍ଧବ ଓ ଆଚାର୍ଯ୍ୟ ଆଦିଙ୍କୁ ଦେଖିବା ମାତ୍ରେ ସେମାନଙ୍କର ନାଶ ଆଶଙ୍କାରେ ଅର୍ଜୁନ ପ୍ରଥମ ଅଧ୍ୟାୟର 28, 29 ଓ 30 ଶ୍ଲୋକରେ ନିଜ ସ୍ଥିତିର ଯେଉଁ ବର୍ଣ୍ଣନା କରିଛନ୍ତି, 45 ଶ୍ଲୋକରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିବା କ୍ରିୟାରେ ଯେଉଁ ଶୋକ ପ୍ରକଟ କରିଛନ୍ତି ଏବଂ 47 ଶ୍ଲୋକରେ ସଞ୍ଜୟ ତାଙ୍କର ଯେଉଁ ସ୍ଥିତି ବର୍ଣ୍ଣନା କରିଛନ୍ତି, ତାହାକୁ ଲକ୍ଷ୍ୟ କରି ଭଗବାନ କହିଛନ୍ତି, ଯେଉଁମାନଙ୍କ ପାଇଁ ଶୋକ ନ କରିବାର କଥା ତୁମେ ସେମାନଙ୍କ ପାଇଁ ଶୋକ କରୁଛ। ଏହିଠାରୁ ଭଗବାନଙ୍କ ଉପଦେଶର ଉପକ୍ରମ ହୋଇଛି ଏବଂ ଶ୍ଲୋକରେ ତାହାର ଉପସଂହାର ହୋଇଛି। ପ୍ରଶ୍ନ, ତୁମେ ବିଜ୍ଞ ପଣ୍ଡିତଙ୍କ ପରି କଥା କହୁଛ, ଅର୍ଜୁନଙ୍କର କେଉଁ କଥାକୁ ଲକ୍ଷ୍ୟ କରି ଭଗବାନ ଏହା କହିଛନ୍ତି? ଉତ୍ତର, ପ୍ରଥମ ଅଧ୍ୟାୟର 31 ଶ୍ଲୋକଠାରୁ 44 ଶ୍ଲୋକ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଅଧ୍ୟାୟର 4ରୁ 6 ଶ୍ଲୋକ ପର୍ଯ୍ୟନ୍ତ ଅର୍ଜୁନ କୁଳନାଶରୁ ଉତ୍ପନ୍ନ ହେଉଥିବା ଭୀଷଣ ପାପର ବର୍ଣ୍ଣନା କରିଛନ୍ତି ଏବଂ ଅହଙ୍କାର ପୂର୍ବକ ଦୁର୍ଯ୍ୟୋଧନାଦିଙ୍କର ନୀଚତା ଓ ନିଜର ଧର୍ମଜ୍ଞତା କଥା କହି ଅନେକ ପ୍ରକାର ଯୁକ୍ତି ଦ୍ୱାରା ଯୁଦ୍ଧର ଅନୌଚିତ୍ୟ ସିଦ୍ଧ କରିଛନ୍ତି। ସେହି ସମସ୍ତ କଥାକୁ ଲକ୍ଷ୍ୟ କରି ଭଗବାନ କହିଛନ୍ତି, ତୁମେ ପଣ୍ଡିତଙ୍କ ପରି କଥା କହୁଛ। ପ୍ରଶ୍ନ, ଗତାସୁନ୍ ଏବଂ ଅଗତାସୁନ୍ କେଉଁମାନଙ୍କ ବାଚକ ଏବଂ ଏମାନଙ୍କ ପାଇଁ ପଣ୍ଡିତମାନେ ଶୋକ କରନ୍ତି ନାହିଁ, ଏହି କଥାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ଯେଉଁମାନଙ୍କର ପ୍ରାଣ ଚାଲିଯାଇଛି ସେମାନଙ୍କୁ ଗତାସୁ ଏବଂ ଯେଉଁମାନଙ୍କର ପ୍ରାଣ ଯାଇନାହିଁ ସେମାନଙ୍କୁ ଅଗତାସୁ କହନ୍ତି। ଏମାନଙ୍କ ପାଇଁ ପଣ୍ଡିତମାନେ ଶୋକ କରନ୍ତି ନାହିଁ ବୋଲି କହିବାର ତାତ୍ପର୍ଯ୍ୟ ହେଲା, ତୁମେ ନିଜର ପିତା, ପିତାମହ ଆଦି ପରଲୋକଗତ ପିତୃଲୋକଙ୍କ ପାଇଁ ଚିନ୍ତା କରୁଛ ଯେ ଯୁଦ୍ଧର ପରିଣାମ ସ୍ୱରୂପ କୁଳନାଶ ହୋଇଯିବା ପରେ ବର୍ଣ୍ଣସଙ୍କର ଜାତ ହୋଇଗଲେ କୁଳର ସେହି ପିତୃଲୋକମାନେ ନରକରେ ପଡ଼ିଯିବେ ଇତ୍ୟାଦି। ତୁମେ ସମ୍ମୁଖରେ ଠିଆ ହୋଇଥିବା ବନ୍ଧୁବାନ୍ଧବଙ୍କ ପାଇଁ ମଧ୍ୟ ଚିନ୍ତା କରୁଛ ଯେ ସେମାନଙ୍କ ବ୍ୟତୀତ ତୁମେ ରାଜ୍ୟ ଓ ଭୋଗ ଲାଭ କରି କ'ଣ କରିବ। ପୁଣି ଚିନ୍ତା କରୁଛ ଯେ କୁଳର ନାଶ ହେଲେ ସ୍ତ୍ରୀମାନେ ଭ୍ରଷ୍ଟା ହୋଇଯିବେ ଇତ୍ୟାଦି ଇତ୍ୟାଦି। କିନ୍ତୁ ପଣ୍ଡିତମାନେ ସେପରି ଚିନ୍ତା କରନ୍ତି ନାହିଁ, କାରଣ ପଣ୍ଡିତମାନଙ୍କ ଦୃଷ୍ଟିରେ ଏକ ସଚ୍ଚିଦାନନ୍ଦ ଘନ ବ୍ରହ୍ମ ହିଁ ନିତ୍ୟ ଓ ସତ୍ ବସ୍ତୁ, ତାଙ୍କ ଭିନ୍ନ ଅନ୍ୟ କୌଣସି ବସ୍ତୁ ହିଁ ନାହିଁ। ସେ ସମସ୍ତଙ୍କର ଆତ୍ମା, ତାଙ୍କର କେବେ କୌଣସି ପ୍ରକାରେ ନାଶ ହୋଇପାରିବ ନାହିଁ। ଶରୀର ଅନିତ୍ୟ, ତାହା ରହିପାରିବ ନାହିଁ ତଥା ଆତ୍ମା ଓ ଶରୀରର ସଂଯୋଗ ବିୟୋଗ ବ୍ୟବହାରିକ ଦୃଷ୍ଟିରୁ ଅନିବାର୍ଯ୍ୟ। ହେଲେ ମଧ୍ୟ ବାସ୍ତବରେ ସ୍ୱପ୍ନ ପରି କଳ୍ପିତ। ତେଣୁ ସେମାନେ କାହା ପାଇଁ ଶୋକ କରିବେ ଏବଂ କାହିଁକି ବା କରିବେ? କିନ୍ତୁ ତୁମେ ଶୋକ କରୁଛ, ଏଥିରୁ ଜଣାପଡ଼ୁଛି ତୁମେ ପଣ୍ଡିତ ନୁହଁ କିନ୍ତୁ ପଣ୍ଡିତଙ୍କ ପରି କଥା କହୁଛ। ସମ୍ବନ୍ଧ,
ପୂର୍ବ ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି, ଯେଉଁ ଭୀଷ୍ମାଦି ସ୍ୱଜନଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ, ତୁମେ ସେମାନଙ୍କ ପାଇଁ ଶୋକ କରୁଛ। ତାହା ଶୁଣି ପ୍ରଥମେ ଜାଣିବାର ଇଚ୍ଛା ହେଉଛି ସେମାନଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ କାହିଁକି? ତେଣୁ ପ୍ରଥମେ ଭଗବାନ ଆତ୍ମାର ନିତ୍ୟତା ପ୍ରତିପାଦନ କରି ଆତ୍ମଦୃଷ୍ଟିରୁ ସେମାନଙ୍କ ପାଇଁ ଶୋକ କରିବା ଅନୁଚିତ ବୋଲି ସିଦ୍ଧ କରିଛନ୍ତି। ଜୟ ଜଗନ୍ନାଥ।